କହ। ସତ କଥା ନା ମନ ଧ୍ୟାନ ଦେଇ ଶୁଣୁ ନ୍ୟାୟଟା ତୁ ବିଚାର କରିବୁ ତୋ ଭାଉଜ ସହିତ ଆଗରୁ କଲେଜ କ୍ୟାରିୟରରୁ ମୋର ଗୋଟେ କନେକ୍ସନ ଥିଲା। ହାତ ନା ତ ସ୍କ୍ରିନ୍ ଦିଶିଲାଣି ତ ଭାଇ ମୋ କନେକ୍ସନଟା କାଟିଦେଲା। ମୁଁ ଶୁଣିଲି ସେ ଶଳାଟି ମରିଯାଇଛି। ଭାରି ମନ କଷ୍ଟ ହେଲା। তো ভাউজ কেମିତି ଥିବ କ'ଣ ଖାଉଥିବ ଗୋଟେ ବସିବ କ'ଣ ଏମିତି ଉଠୁଥିବ ମନକୁ ସମ୍ଭାଳି ହେଲାଣି। ପୁଣି ଥରେ କନେକ୍ସନ କରିବା ପାଇଁ ଆସିଥିଲି ଆଉ କ'ଣ ଆଉ ଗୋଟେ ଖାଇବୁ ହେଇଟି ଅନେଇଲୁ କନେକ୍ସନ କରିବାକୁ ଆସିଥିଲି। ୟା ସେ କନେକ୍ସନ କାଟ ଚାନ୍ସ ନାହିଁ। ତା ନହେଲେ ମୁଁ ତ ମେନ୍ କାଟ ଏକା ଥରେ ଲାଇନ୍ କଟ ବା ଯିବୁନା ପୁଣି ଯାଉଛି ହେଲେ ମନେ ରଖ ମୁଁ ବାବୁ ରହ ଆଉ କହିବିନି। ମୁଁ ଭାବିଥିଲି ମୁଁ ଶଳାଟି ପିଟା ମାଷ୍ଟର ଦେଖିଲା ବେଳକୁ ତୁ ଶଳାଟା ହଉଛି କୁଟା ମାଷ୍ଟର। ଆଉ କହିବାର ପ୍ରଶ୍ନ ଉଠୁନି। ହଉ ଆସୁଛି କାଲି ଆଜି ସିନା ଖାଲି ଖାଲି ଚାଲି ଯାଉଛି ହେଲେ ଆଉ ଦିନେ ଆସିବି ସେଦିନ କିନ୍ତୁ ଖାଲି ହାତରେ ଯିବିନି କନେକ୍ସନ କରିକି ଯିବି। ଆସୁଛି। God bless you. Happy Holi and best of luck. ଏମାନେ ମୋତେ ଶାନ୍ତିରେ ବଞ୍ଚିବା ପାଇଁ ଦେବେନି ବୋଉ। ମୁଁ ଶାନ୍ତିରେ ବଞ୍ଚି ପାରିବିନି। କାନ୍ଦିଲାରେ ମା ବେଳେ ବେଳେ ପରିସ୍ଥିତି ମଣିଷକୁ ଏମିତି ଦିଶକି ବାଟରେ ଠିଆ କରିଦିଏ ଯେ ସେ ନିଜେ ବି ଜାଣିପାରେନି ସେ କୋଉ ବାଟରେ ଯିବ। ଆଚ୍ଛା ମା ମୁଁ ତୋତେ ଗୋଟେ କଥା କହିବି ବୋଲି ଭାବୁଛି ହେଲେ କଥାଟାକୁ ମୁଁ ତୋତେ କହିପାରୁନି। କି କଥା? ନାଇଁ ତମେ ଦି ଜଣ ଖାଲି ରାଜି ହେଲେ ହେଲା। କି କଥା କହିବୁ ଲୋକ ତ କଥାରେ କହିବୁ ଅଧେଇଛି କହୁନୁ କ'ଣ କହିବା କଥା କହ। କଣ କହିବାକୁ ଚାହୁଁଛନ୍ତି କଣ? ନାଇଁ ମୁଁ କହୁନି ମା ମୋ ଜାଗାରେ ତୁ ଥିଲେ ତୁ ବି ଠିକ ଏଇ କଥା କହିଥାନ୍ତୁ। ମାନେ ତୁ କୁହନ୍ତୁ ନା ମୁଁ କୁହନ୍ତୁ କହୁନୁ କ'ଣ ହେଇଛି ତୁ କୁହ।